1 ଯେଉଁ ସ୍ତ୍ରୀଙ୍କ କପାଳ ଅର୍ଦ୍ଧଚନ୍ଦ୍ର ଆକାରର ଏବଂ ଚଉଡ଼ା ହୋଇଥାଏ ସେମାନେ ପରିବାର ପାଇଁ ଅପାର ଧନ ଓ ସୁଖ ଆଣିଥାନ୍ତି। ନମ୍ବର 2 ନାକର ଅଗ୍ରଭାଗ କିମ୍ବା ଡାହାଣ ପଟେ କଳା ଯାଇଥିବା ମହିଳାଙ୍କ ଜୀବନରେ କେବେ ବି ଧନର ଅଭାବ ହୁଏ ନାହିଁ। ନମ୍ବର 3 ଯେଉଁମାନଙ୍କର ଗାଲ ସାମାନ୍ୟ ଫୁଲିଲା ଚିକ୍କଣ ଏବଂ ସ୍ୱାଭାବିକ ଭାବେ ଗୋଲାପୀ ରଙ୍ଗର ହୋଇଥାଏ ସେମାନେ ଘରକୁ ଖୁସି ଆଣିଥାନ୍ତି। ନମ୍ବର 4 ବେକରେ 3ଟି ସ୍ପଷ୍ଟ ଗାର ବା ରେଖା ଥିଲେ ତାହା ରାଜକୀୟ ସୁଖର ପ୍ରତୀକ। ନମ୍ବର 5 ହାତର ଆଙ୍ଗୁଠିଗୁଡ଼ିକ ଲମ୍ବା, ପତଳା ଏବଂ ସୁନ୍ଦର ହେବା କଳାତ୍ମକ ଚିନ୍ତାଧାରା ଓ ସୌଭାଗ୍ୟର ସଂକେତ। ନମ୍ବର 6 ହାତ ପାପୁଲିର ମଝି ଭାଗ ସାମାନ୍ୟ ଉଠିଥିବା, କୋମଳ ଏବଂ ଲାଲ ଆଭାଯୁକ୍ତ ହେବା ସାକ୍ଷାତ ଲକ୍ଷ୍ମୀଙ୍କ ରୂପ। 7 ପାପୁଲିରେ ଅଧିକ କଟାକଟି ରେଖା ନଥାଇ କମ୍ ଏବଂ ସ୍ପଷ୍ଟ ରେଖା ରହିଥିବା ମାନସିକ ଶାନ୍ତି ଓ ସୁଖୀ ଜୀବନକୁ ଦର୍ଶାଇଥାଏ। ଗୋଡ଼ ତଳିରେ ପଦ୍ମ, ଶଙ୍ଖ, ଚକ୍ର କିମ୍ବା ପତାକା ଚିହ୍ନ ଥିଲେ ସେହି ସ୍ତ୍ରୀ ସମାଜରେ ପ୍ରତିଷ୍ଠିତ ହୋଇଥାନ୍ତି। 9 ଗୋଡ଼ର ବୁଢ଼ା ଆଙ୍ଗୁଠି ପାଖରେ ଆଙ୍ଗୁଠିଟି ଯଦି ଲମ୍ବା ହୋଇଥାଏ ସେହି ସ୍ତ୍ରୀ ସ୍ୱାମୀଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ରୁହନ୍ତି। ନମ୍ବର 10 ମହିଳାଙ୍କ ବାମ ଗାଲ, ଛାତି, ହାତ କିମ୍ବା ଗୋଡ଼ରେ କଳାଜାଇ ରହିବା ସୌଭାଗ୍ୟର ସବୁଠାରୁ ବଡ଼ ସଂକେତ। ନମ୍ବର 11 ଅନ୍ୟକୁ ସାହାଯ୍ୟ କରିବା ମନୋଭାବ ଏବଂ ଭଗବାନଙ୍କ ପ୍ରତି କୃତଜ୍ଞ ରହୁଥିବା ନାରୀ ସଦା ସୁଖୀ ରହନ୍ତି। ଆଶା କରୁଛି ଏହି 11ଟି କଥା ଆପଣଙ୍କ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଆପଣଙ୍କୁ ଏଇଥିରୁ କେଉଁ କଥାଟି ସବୁଠୁ ଭଲ ଲାଗିଲା ମୋତେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଏବଂ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ଏମିତି ଆହୁରି ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।